ହରିହର, ମୁଁ ସିଧା କଥା କହିବାକୁ ଆସିଛି। ତୋ ଝିଅକୁ ମୋ ପୁଅଠାରୁ ଦୂରରେ ରଖେ, ନହେଲେ ତୁମକୁ ଏ ଗାଁରୁ ବାହାର କରି ଫିଙ୍ଗିଦେବି। କାହାର ପାଦସ୍ୱର? ଦୁଆର ଖୋଲ ମା, ମୁଁ ଆସିଗଲି। ଏତେ ବର୍ଷ ପରେ ଘର ପୁଣି ଜୀବନ୍ତ ହୋଇ ଉଠିଲା। ପୁଅ ଆଦିତ୍ୟ, ପ୍ରଣାମ ବଡ଼ବାବୁ। ଘରର ଇଜ୍ଜତ ଫେରି ଆସିଛି। ସମସ୍ତଙ୍କୁ କହିଦିଅ, ଆଜି ଏହି ହବେଳିରେ ଦୀପାବଳି। ଚାଲ ପୁଅ ଭିତରକୁ, ବହୁତ ଥକି ଯାଇଥିବ। ଆରେ ଆଦିତ୍ୟ ଭାଇ, ଶେଷରେ ଆସିଗଲ। ରଜତ ଭାଇ, ଆପଣ ତ ଯେମିତି ଥିଲେ ସେମିତି ହିଁ ଅଛନ୍ତି। ଆଉ ତୁମେ ପୁରା ସହରର ଚମକ ନେଇ ଆସିଛ। ଏବେ ତ ଏହି ହବେଳି, ଏହି ଜମି ସବୁ ତୁମର ସମ୍ମାନ ବଢ଼ାଇବ। ଏ ଘର ଆମ ସମସ୍ତଙ୍କର ରଜତ ଭାଇ, କେବଳ ମୋର ନୁହେଁ। ହଁ, ଆମ ସମସ୍ତଙ୍କର। ଚାଲ, ଥକା ମେଣ୍ଟାଅ। ବହୁତ ବାଟ ସଫର କରି ଆସିଛ। ବାବା, ପୁଣି କେବଳ ଗୋଟିଏ ରୁଟି? ଏତେ କମ୍ ଖାଇଲେ କାମ କେମିତି ଚଳିବ? ଅଭ୍ୟାସ ଅଛି ଝିଅ, ବ୍ୟସ୍ତ ହୁଅନା। ଆଜି କ୍ଷେତରେ ହାତ ଟିକେ ବେଶି ଚାଲିଲା। ଆଉ ଶୁଣୁ, ଆଜି ପୁରା ଗାଁ କେବଳ ଗୋଟିଏ ନାମ ଧରିଛି, ଆଦିତ୍ୟ। ଆଦିତ୍ୟ? କିଏ ଏହି ଆଦିତ୍ୟ? ଚୌଧୁରୀ ବାବୁଙ୍କ ପୁଅ। ବର୍ଷ ବର୍ଷ ପରେ ବିଦେଶରୁ ପାଠ ପଢ଼ି ଫେରିଛି। ତାଙ୍କ ଆସିବାରୁ ତ ହବେଳି ଝଲେସି ଉଠିଛି। ବାବା, ସେଟା ତାଙ୍କ ଦୁନିଆ ଝିଅ। ଏହା ଆମର 2 ଦିନିଆ ଭିତରେ ଗୋଟିଏ ଗାର ଅଛି, ତାକୁ କେବେ ବି ଡେଇଁବୁ ନାହିଁ। ଯା ଶୋଇପଡ଼, ସକାଳୁ ଶୀଘ୍ର ଉଠିବାର ଅଛି। ଖୁଚୁରି ପକାଇବା। ବସ୍ ପୁଅ, ଆଜି ତୁମକୁ ଆମର ଜମି ଦେଖାଇବାର ଅଛି। ବର୍ଷ ବର୍ଷ ପରେ ଫେରିଛ, ନିଜ ମାଟିକୁ ଚିହ୍ନିନିଅ। ଚାଲନ୍ତୁ ବଡ଼ବାବୁ। ଯେତେ ଦୂର ନଜର ଯାଉଛି, ଏସବୁ ତୁମ ଜେଜେଙ୍କର ରକ୍ତଝାଳ ଜମି ତ। ବହୁତ ବଡ଼ ବଡ଼ବାବୁ। ଜମି କେବଳ ମାଟି ନୁହେଁ, ଏହା ଆମର ପରିଚୟ, ଆମର ଚେର ବଡ଼ବାବୁ। ହଁ, ଯେଉଁମାନେ ଏହି ଜମିରେ କାମ କରୁଛନ୍ତି, ସେମାନେ ପରିଶ୍ରମ ମଧ୍ୟ ତ। ଏହାର ଚେର ପରିଶ୍ରମ ସେମାନଙ୍କର କାମ, ହୁକୁମ ମାନିବା ସେମାନଙ୍କର କର୍ତ୍ତବ୍ୟ। ଏ ଦୁନିଆ ଏମିତି ହିଁ ଚାଲେ ପୁଅ। ଏବେ ବୁଲି ଆସ, ନିଜ ଜମି ଦେଖ। ସନ୍ଧ୍ୟା ସୁଦ୍ଧା ଫେରି ଆସିବ। ତଣ୍ଟି ଶୁଖି ଯାଉଛି, କ୍ଷମା କରିବେ। ଟିକେ ପାଣି ମିଳିବ କି? ଆଜ୍ଞା ସାନ ସାଆନ୍ତେ, ଏବେ ଆଣୁଛି। ପାଣି ଚୋଳାନୀ ନାମ ପଚାରିଲି ନାହିଁ। ଆପଣଙ୍କର ନାମ ଶୁଭଲକ୍ଷ୍ମୀ। ନାମ ଯେତିକି ସରଳ, ଅନ୍ଦାଜ ତା'ଠାରୁ ଆହୁରି ଅଧିକ। ମୁଁ ଯାଉଛି ସାନ ସାଆନ୍ତେ, ଟିକେ ରୁହ। ଏଇ ସରଳତା ମୁଁ ବହୁତ କମ୍ ଦେଖିଛି। ଏମିତି କଥା କୁହନ୍ତୁ ନାହିଁ। କେହି ଦେଖିନେଲେ କଥା ବିଗାଡ଼ିଯିବ। ବିଗିଡ଼ିବାକୁ ଦିଅ। ଆପଣଙ୍କର ପାଇଁ ଏ କଥା କହିବା ସହଜ। ଆମ ଗରିବଙ୍କର ଇଜ୍ଜତ ଏତେ ଶସ୍ତା ନୁହେଁ। କ'ଣ ପ୍ରଥମ ଦେଖାରୁ ଆରମ୍ଭ ହୋଇଥିବା ଏହି ନିଷ୍ପାପ ପ୍ରେମ ସଫଳ ହେବ, ନା ବଡ଼ବାବୁଙ୍କ ଅହଙ୍କାର ତାକୁ ଭାଙ୍ଗି ଚୁରମାର କରିଦେବ? କ'ଣ ଆଦିତ୍ୟ ନିଜ ପ୍ରେମ ପାଇଁ ସବୁକିଛି ତ୍ୟାଗ କରିଦେବ, ନା ଘର ଭିତରର ଷଡ଼ଯନ୍ତ୍ର ଏହି ସମ୍ପର୍କକୁ ଶେଷ କରିଦେବ? ମୁଁ ସୁଜ୍ଞାନୀ, ଆପଣଙ୍କୁ ସ୍ୱାଗତ କରୁଛି। ମୋ କାହାଣୀ, ଆସନ୍ତୁ କାହାଣୀକୁ ଆଗକୁ ବଢ଼ାଇବା। ଆସିଗଲୁ ପୁଅ? ଜମି କେମିତି ଲାଗିଲା? ଚାଲ, ହାତ ଧୋଇଦିଅ। ଖାଇବା ବଢ଼ା ହୋଇଛି। ବଡ଼ବାବୁ, ମା, ତୁମ ହାତର ସ୍ୱାଦ ଆଉ କେଉଁଠି ମିଳିବ ନାହିଁ। କିଛି ଲୁଚାଉଛୁ କି ମୋ ଠାରୁ? ଆଖିରେ କିଛି ଅଲଗା ହିଁ ଚାଲିଛି ନା ମା? ବାସ୍, ରାସ୍ତାରେ ଥକାପଣ। ଚାଲ ଶୋଇପଡ଼, କାଲି ପୁଣି କ୍ଷେତକୁ ଯିବାର ଅଛି। ଆଜ୍ଞା ବଡ଼ବାବୁ। ତେବେ ମୋର କିଛି ଜିନିଷ ଗାଡ଼ିରେ ରହିଯାଇଛି, ବାସ୍ ଏବେ ନେଇ ଆସୁଛି। ଦ୍ୱାର ବନ୍ଦ କରିବା। ପାଦର ସ୍ପର ଶୁଭଲକ୍ଷ୍ମୀ। ଏତେ ରାତିରେ ଏଠାରେ? କେଜାଣି କ'ଣ ଟାଣି ଆଣିଲା। ଯଦି କେହି ଦେଖିନିଏ, ତେବେ ବାବାଙ୍କ ଇଜ୍ଜତ କ'ଣ ହେବ? କେହି ଦେଖିବେ ନାହିଁ। ଲୁଚି କରି ଆସିଛି। ଆଉ ମୋତେ ଆଦିତ୍ୟ କୁହ, ସାନ ସାଆନ୍ତେ ନୁହେଁ। କିନ୍ତୁ ବାସ୍ତବତା ବଦଳିବ ନାହିଁ ଆଦିତ୍ୟ। ଆପଣ ଚୌଧୁରୀଙ୍କ ପୁଅ। ବାସ୍ତବତା କେବଳ ଏତିକି ଯେ, ତୁମକୁ ନ ଦେଖିଲେ ମୋ ଦିନ ଅଧୁରା ରହେ। ଶୁଭଲକ୍ଷ୍ମୀ, ମୁଁ ତୁମକୁ ଭଲ ପାଇ ବସିଛି। ଏ କ'ଣ କହୁଛନ୍ତି ଆପଣ? ଯଦି ବଡ଼ବାବୁ ଜାଣିବେ, ତେବେ ଆମକୁ ଏ ଗାଁରୁ ବାହାର କରିଦେବେ। କରିବେ ନାହିଁ। ମୁଁ ତାଙ୍କ ସହ କଥା ହେବି। ଆପଣ ତାଙ୍କ ରାଗ ଜାଣିନାହାନ୍ତି। ସେ କାହାରି କଥା ଶୁଣନ୍ତି ନାହିଁ, ଜାଣିଛି। ସେଥିପାଇଁ ଆଜି ତୁମ ସାମ୍ନାରେ ଛିଡ଼ା ହୋଇଛି। ରାସ୍ତା କଣ୍ଟାପୂର୍ଣ୍ଣ ହେବ ଶୁଭଲକ୍ଷ୍ମୀ, କିନ୍ତୁ ଯଦି ତୁମେ ସାଥିରେ ଅଛ, ତେବେ ପ୍ରତିଟି କଣ୍ଟା ଫୁଲ ପାଲଟିଯିବ। କିଛି ହେଲେ ମୋ ବାବା ଭାଙ୍ଗି ପଡ଼ିବେ, ମୁଁ ତାଙ୍କର ସାହାରା ହେବି। ଆଉ ତୁମର ମଧ୍ୟ। ଡରକୁ ହୃଦୟରୁ ବାହାର କରିଦିଅ। ମୁଁ ଅଛି ନା? ପୁଣି ଆସିଗଲେ। ଆପଣ କେହି ଦେଖିନେବେ ତ? ଦେଖିବାକୁ ଦିଅ। ଏବେ ଲୁଚିକରି ବଞ୍ଚିବା ମୋତେ ଆସେ ନାହିଁ। ଆପଣଙ୍କୁ ଦେଖିଲେ ଛାତି ଧକ୍ ଧକ୍ ହେଉଛି। ସାନ ସାଆନ୍ତେ,
ଭିତରେ ବହୁତ ଡର ଲାଗୁଛି। ଆଉ ଡରିବାର ନାହିଁ ଶୁଭଲକ୍ଷ୍ମୀ। ଆଜି ମୁଁ ବଡ଼ବାବୁଙ୍କ ସାମ୍ନାରେ ଆମ କଥା ସଫା ସଫା କହିଦେବି। ନା, ଏବେ ନୁହେଁ, ଆଉ ଟିକିଏ ସମୟ ଦିଅନ୍ତୁ। କେତେ ସମୟ ଶୁଭଲକ୍ଷ୍ମୀ? ପ୍ରତି ମୁହୂର୍ତ୍ତରେ ତୁମକୁ ହରାଇବାର ଭୟ ମୋତେ ଖାଇଯାଉଛି। ଠିକ୍ ଅଛି, ଯେମିତି ଆପଣ କହିବେ। ମିଛର ମୂଳଦୁଆ ଉପରେ ମୋତେ ସମ୍ପର୍କ ଗଢ଼ିବାର ନାହିଁ। ଯାହା ସତ ତାହା ବଡ଼ବାବୁଙ୍କ ସାମ୍ନାରେ ମଧ୍ୟ ସତ ରହିବ। ପାଦର ସ୍ୱର। ଆଦିତ୍ୟ ଆଉ ହରିହରର ଝିଅ। ଭାଗ୍ୟ ନିଜେ ଚାଲି ଚାଲି ମୋ ପାଖକୁ ଆସିଛି। ବଡ଼ବାବୁ ଜାଣିଲେ ଆଦିତ୍ୟ ଏ ଘରୁ ବାହାର ହେବ। ଆଉ ଏ ହବେଳି, ଏ ଜମି ସବୁ ମୋର ହୋଇଯିବ। କାକା, ଗୋଟିଏ କଥା କହିବାର ଥିଲା। ହୃଦୟ ଉପରେ ବୋଝ ହୋଇ ରହିଛି। ଦ୍ୱିତୀୟ ଭାଇ। ସେ ପ୍ରତିଦିନ ରାତିରେ କ୍ଷେତରେ ହରିହରର ଝିଅ ସହ ଦେଖା କରନ୍ତି। ଏ କ'ଣ କହୁଛୁ ତୁ? ସତ କହୁଛି କାକା। କହିବା ପୂର୍ବରୁ 100 ଥର ଭାବିଲି, କିନ୍ତୁ ଘରର ଇଜ୍ଜତର ସବାଲ ଥିଲା। ଆଦିତ୍ୟକୁ ଏବେ ହିଁ ମୋ ସାମ୍ନାକୁ ନେଇ ଆସ। ବାସ୍, ଏବେ ଆଉ ଡେରି ନାହିଁ। ଏ ହବେଳି ମୋର ହୋଇ ରହିବ। କୁହ, କ'ଣ କହିବାର ଅଛି ବଡ଼ବାବୁ? ମୋ ହୃଦୟ ଅନ୍ୟ କାହା ପାଇଁ ଧଡ଼କୁଛି। ଗାଁର ହରିହରର ଝିଅ ଶୁଭଲକ୍ଷ୍ମୀ ପାଇଁ। ଏ ଶବ୍ଦ ତୋ ତୁଣ୍ଡରୁ ବାହାରିଲା ଆଦିତ୍ୟ? ହଁ ବଡ଼ବାବୁ, କାରଣ ମିଛ ମୋ ଦ୍ୱାରା କୁହାଯାଇ ପାରିବ ନାହିଁ। ହୋସରେ ଅଛୁ? ଜାଣିଛୁ ଆମେ କିଏ? ସେମାନେ କିଏ? ଜାଣିଛି ବଡ଼ବାବୁ, କିନ୍ତୁ ଭଲ ପାଇବା ତରାଜୁରେ ଓଜନ କରିହୁଏ ନାହିଁ। ନା ଇଜ୍ଜତ ଦେଖେ, ନା ଗରିବ। ବାସ୍, ଆଉ ଗୋଟିଏ ବି ଶବ୍ଦ ନୁହେଁ। ସକାଳ ହେବା କ୍ଷଣି ମୁଁ ନିଜେ ହରିହର ଦୁଆରକୁ ଯିବି। ଆଉ ସଫା କହିଦେବି, ତା ଝିଅ ମୋ ପୁଅର ଛାଇଠାରୁ ମଧ୍ୟ ଦୂରରେ ରହୁ। ନହେଲେ ପୁରା ଗାଁ ସାମ୍ନାରେ ତତେ ଅପମାନିତ କରି ଏଠାରୁ ବାହାର କରିଦେବି। ଚୌଧୁରୀ ବାବୁ, ଆପଣ ଏଠାରେ? ହରିହର, ତୋ ଝିଅକୁ ମୋ ପୁଅଠାରୁ ଦୂରରେ ରଖ। ନହେଲେ ପୁରା ଗାଁ ସାମ୍ନାରେ ତତେ ଅପମାନିତ କରି ଏଠାରୁ ବାହାର କରିଦେବି। ଆମ ଗରିବ କିନ୍ତୁ ବେଜେତ୍ ନୁହେଁ। ମୋ ଝିଅ କୌଣସି ଅପରାଧ କରିନାହିଁ। ଅପରାଧ ନୁହେଁ, ଡକାୟତି କରିଛି ସେ ମୋ ପୁଅର ହୃଦୟ ଉପରେ। ଭଗବାନଙ୍କର ରାଣ, ଟିକିଏ ଦୟା କରନ୍ତୁ ସାଆନ୍ତେ। ଦୟା ମୋ ସ୍ୱଭାବରେ ନାହିଁ। ଏହା ଶେଷ ଚେତାବନୀ। ଯଦି ଆଜି ପରେ ବି ମୋ ଛାଇ ତା ପୁଅ ଉପରେ ପଡ଼ିଲା, ତେବେ ଏ ଘରକୁ ମାଟିରେ ମିଶାଇ ଦେବି। ବାବା, ବାବା, ଚୁପ୍ ରୁହ ଝିଅ। କିଛି କହ ନାହିଁ। କ'ଣ କହି ଆସିଲେ ଆପଣ ତାଙ୍କୁ? ଯାହା ଜରୁରୀ ଥିଲା ତାହା କହିଦେଲି। ଏବେ ତୁ ମଧ୍ୟ ଶୁଣିନେ। ଆପଣ ତାଙ୍କୁ ଧମକାଇଲେ ବଡ଼ବାବୁ? ମୁଁ ଧମକାଏ ନାହିଁ, ନିଷ୍ପତ୍ତି ଶୁଣାଏ। ମୋ ପୁଅର ହୃଦୟ କୌଣସି ମୂଲିଆର ଝିଅ ପାଖରେ ବନ୍ଧା ପଡ଼ିବ, ତାହା ମୋତେ ମଞ୍ଜୁର ନୁହେଁ। ଭଲ ପାଇବାରେ ଗରିବ ଧନୀର ହିସାବ ନଥାଏ ବଡ଼ବାବୁ। ତେବେ ନିଷ୍ପତ୍ତି ତୋର। ହୁଏତ ସେ ଝିଅକୁ ଭୁଲିଯା, କିମ୍ବା ଏ ଘରର ଚୌକାଠ ସବୁଦିନ ପାଇଁ ଛାଡ଼ିଦେ। ରହୁଛି। ମୁଁ ଆପଣଙ୍କଠାରୁ ଅଲଗା ହେବାକୁ ଚାହେଁ ନାହିଁ, କିନ୍ତୁ ଶୁଭଲକ୍ଷ୍ମୀକୁ ଧୋକା ମଧ୍ୟ ଦେଇପାରିବି ନାହିଁ। ନିଷ୍ପତ୍ତି ଶୁଣା। ତେବେ ଶୁଣନ୍ତୁ, ମୁଁ ଏ ଘର, ଏ ଗାଁ ସବୁ ଛାଡ଼ି ଯାଉଛି। ଆଦିତ୍ୟ, ସବୁ ଶୁଣିନେଲି ମୁଁ। ନିଜ ଘର, ନିଜ ଭିଟାମାଟି ସବୁ କେବଳ ମୋ ପାଇଁ ଛାଡ଼ୁଛନ୍ତି। ଏହା ମୋର ନିଷ୍ପତ୍ତି। ଶୁଭଲକ୍ଷ୍ମୀ, ଏଥିରେ ଦ୍ୱିମତ ନାହିଁ। ନା, ଏହା ଭୁଲ। ମୁଁ ଚାହେଁ ନାହିଁ ଯେ ମୋ ପାଇଁ ଆପଣ ଏତେ ବଡ଼ ତ୍ୟାଗ କରନ୍ତୁ। ମୁଁ ହିଁ ଚାଲିଯାଉଛି ବହୁତ ଦୂରକୁ, ଯେଉଁଠି କେହି ଚିହ୍ନିବେ ନାହିଁ। ଆପଣ ଏଇଠି ରୁହନ୍ତୁ, ନିଜ ଘରେ, ନିଜ ମାଙ୍କ ପାଖରେ। ତୁମେ କ'ଣ କହୁଛ ଶୁଭଲକ୍ଷ୍ମୀ? ହଁ, ଭାବିଚିନ୍ତି କହୁଛି। ମୋ ଯିବା ଦ୍ୱାରା କେବଳ ମୋ ହୃଦୟ ଭାଙ୍ଗିବ। କିନ୍ତୁ ଯଦି ଆପଣ ଗଲେ, ତେବେ ଏ ପୂରା ଘର ଉଜୁଡ଼ି ଯିବ। ଏତେ ବଡ଼ ବୋଝ ମୁଁ ଉଠାଇ ପାରିବି ନାହିଁ। ଆଉ ତୁମ ବିନା ବଞ୍ଚିବାର ବୋଝ ମୁଁ କେମିତି ଉଠାଇବି? ଏ କଥା କେହି ଭାବିଲା ଶୁଭଲକ୍ଷ୍ମୀ? ଯଦି ତୁମେ ମୋ ପାଇଁ ଏତେ ବଡ଼ ବଳିଦାନ ଦେଇପାରିବ, ତେବେ ମୁଁ କାହିଁକି ପଛରେ ରହିବି? ଏ ନିଷ୍ପତ୍ତି କାହା ଜଣକର ନୁହେଁ, ଆମ ଦୁହିଁଙ୍କର। ଆଦିତ୍ୟ, ହୁଏତ ଆମେ ଏକାଠି ଯିବା, କିମ୍ବା ଏକାଠି ରହିବା। ଏକୁଟିଆ ତ୍ୟାଗ ଏବେ ମୋତେ ମଞ୍ଜୁର ନୁହେଁ ପୁଅ। ଏମିତି ଯାଉ ନାହିଁ। ତୁ ତ ମୋର ଏକମାତ୍ର ସ୍ପନ୍ଦନ। ମା, ବାଧ୍ୟତା ଅଛି। ବୁଝିବାକୁ ଚେଷ୍ଟା କରନ୍ତୁ। ମୋ କଥା ହେଉଛି ତୋ ବଡ଼ବାବୁଙ୍କ ସହ। ବୋଧହୁଏ ତରଳି ଯିବେ। ସେ ମାନିବେ ନାହିଁ ମା। ଆପଣ ତାକୁ ମୋଠାରୁ ଅଧିକ ଭଲ ଭାବରେ ଜାଣିଛନ୍ତି। ତଥାପି ଏତେ ତରବର କାହିଁକି? ଭାବି ନେଉଛି ମା, ଯଦି ମୁଁ ରହିଲି, ତେବେ ଶୁଭଲକ୍ଷ୍ମୀ ଏବଂ ତା ବାବା ଉଭୟଙ୍କ ଜୀବନ ବରବାଦ ହୋଇଯିବ।
ତତେ ହରାଇ ମୁଁ ନିଶ୍ୱାସ କେମିତି ନେବି? ଆପଣଙ୍କୁ କେବେ ଭୁଲିବି ନାହିଁ ମା, ଯେତେ ଦୂରକୁ ଗଲେ ବି। ବାବୁ, ଆପଣ ଏଠାରେ ଏହି ସମୟରେ? ଅଙ୍କଲ, ଶୁଭଲକ୍ଷ୍ମୀ, ମୋତେ ଆପଣ ଦୁହିଁଙ୍କୁ ଗୋଟିଏ କଥା କହିବାର ଅଛି। ଅଙ୍କଲ, ମୁଁ ଆପଣ ଦୁହିଁଙ୍କୁ ମୋ ସହ ସହରକୁ ନେଇଯିବାକୁ ଚାହେଁ। ସହର? ଆମ ଗରିବଙ୍କର ସେଠାରେ କ'ଣ ଠିକଣା ବାବୁ? ବ୍ୟସ୍ତ ହୁଅନ୍ତୁ ନାହିଁ। ଏବେ ଆପଣ ଦୁହିଁଙ୍କର ଦାୟିତ୍ୱ ମୋର। ଆଦିତ୍ୟ, ଆପଣ ସତରେ ନିଜ ଘର ଛାଡ଼ି ଦେଉଛନ୍ତି? ହଁ, କାରଣ ତୁମକୁ ଛାଡ଼ିବା ମୋ ବଶରେ ନାହିଁ। କେବଳ ମୋ ଝିଅ ପାଇଁ ଏତେ ବଡ଼ ନିଷ୍ପତ୍ତି ବାବୁ? କେବଳ ଆପଣଙ୍କ ଝିଅ ପାଇଁ ନୁହେଁ ଅଙ୍କଲ, ନିଜ ବିବେକ ପାଇଁ, ନିଜ ସତ୍ୟତା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ରାତି ପାହିବା ପୂର୍ବରୁ ବାହାରିବାର ଅଛି। ଆଦିତ୍ୟ, ସବୁ ଠିକ୍ ରହିବ ତ? ମୁଁ ଅଛି ନା, ସବୁ ସମ୍ଭାଳି ନେବି। କ୍ଷମା କରିବେ, ଏହା ଛଡ଼ା ଆଉ କୌଣସି ବାଟ ନଥିଲା। ପାଦଶୂନ୍ୟ ଛାତ ବନ୍ଦୁଛି ନିଅନ୍ତୁ ଅଙ୍କଲ। ଏବେଠାରୁ ଏ ଛାତ ଆମର। ଆମେ ତିନିଜଣ ଏକାଠି ରହିବା। ଏତେ ଶୀଘ୍ର ସବୁ ବନ୍ଦୋବସ୍ତ କରିଦେଲେ ଆପଣ? ପୂର୍ବରୁ ସ୍ଥିର କରିଥିଲି, ଯଦି କେବେ ଘର ଛାଡ଼ିବାକୁ ପଡ଼େ ତେବେ ତୁମ ଦୁହିଁଙ୍କ ସହ ହିଁ ରହିବି। ବାବୁ, ତୁମେ ଯେଉଁ ସାହାରା ଦେଲ, ସେ ଉପକାର ଜୀବନସାରା ଭୁଲିବି ନାହିଁ। ଉପକାର ନୁହେଁ ଅଙ୍କଲ, ଏହା ମୋର କର୍ତ୍ତବ୍ୟ। ଆଉ କର୍ତ୍ତବ୍ୟ ଉପରେ ଉପକାରର ବୋଝ ରଖାଯାଏ ନାହିଁ। ବସନ୍ତୁ। ପାଠପଢ଼ା? ବିକମ୍ ପଢ଼ିଛି ସାର୍। ଅଭିଜ୍ଞତା କିଛି? ଅଭିଜ୍ଞତା ନାହିଁ ସାର୍, କିନ୍ତୁ ପରିଶ୍ରମରେ କୌଣସି ଅବହେଳା କରିବି ନାହିଁ। ଠିକ୍ ଅଛି, କାଲିଠାରୁ ଆସିଯିବ। ପ୍ରଥମରୁ ଦରମା କମ୍ ରହିବ। କିଛି କଥା ନାହିଁ ସାର୍, କେବଳ ଆପଣ ହିଁ ଦରକାର। ମୁଁ କରିଦେଲି ଲମ୍ବା ହସ। ଆସିଗଲେ? କେମିତି ଥିଲା ଆଜିର ଦିନ? ଆଜି ଦିନ ବନିଗଲା। ଚାକିରି ମିଳିଗଲା ମୋତେ। ସତରେ ବାବୁ, ଭଗବାନଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ। କାଲିଠାରୁ କାମ ଆରମ୍ଭ। ଅଙ୍କଲ, ଯଦି ଅନୁମତି ଦିଅନ୍ତି, ତେବେ ଶୁଭଲକ୍ଷ୍ମୀ ସହ କାଲି ହିଁ ବିବାହ କରିବାକୁ ଚାହେଁ। ବାବୁ, ଏହାଠାରୁ ବଡ଼ ଖୁସିର ମୁହୂର୍ତ୍ତ ମୋ ଜୀବନରେ ଆଉ କ'ଣ ହେବ? ବାବା, ଝିଅ ତୋ ଖୁସିରେ ହିଁ ମୋର ସବୁ ଆଶୀର୍ବାଦ ରହିଛି। ଆଦିତ୍ୟ, କ'ଣ ଆପଣଙ୍କୁ ଶୁଭଲକ୍ଷ୍ମୀଙ୍କ ସହ ବିବାହ ସ୍ୱୀକାର ଅଛି? ସ୍ୱୀକାର ଅଛି, ହୃଦୟରୁ ସ୍ୱୀକାର ଅଛି। ଶୁଭଲକ୍ଷ୍ମୀ, କ'ଣ ଆପଣଙ୍କୁ ଆଦିତ୍ୟ ସହ ବିବାହର ସ୍ୱୀକାର ଅଛି? ସ୍ୱୀକାର ଅଛି। ଆଦିତ୍ୟ, ଆଜିଠାରୁ ଏକ ନୂଆ ଜୀବନ ଆରମ୍ଭ ହେଲା ଆମର। ଆଉ ଏ ଜୀବନରେ ଏବେ କୌଣସି ଏକାକୀପଣ ରହିବ ନାହିଁ। ଏହା ପ୍ରତିଶ୍ରୁତି। ଝିଅ, ଏବେ ତୁ କାହାର ଦାୟିତ୍ୱ ନୁହେଁ, କାହାର ପୂରା ଦୁନିଆଠୁ। କିନ୍ତୁ ଆଦିତ୍ୟ, ଆପଣଙ୍କ ମା, ଆପଣଙ୍କ ବଡ଼ବାବୁ, ସେମାନେ କେମିତି ଥିବେ? କେବେ ତାଙ୍କୁ ଭେଟିପାରିବା ଆମେ? ନିଶ୍ଚୟ ଭେଟିବା। ଯେଉଁଦିନ ବଡ଼ବାବୁଙ୍କୁ ଏହା ବୁଝା ପଡ଼ିବ ଯେ ଭଲ ପାଇବା ଇଜ୍ଜତ ଠାରୁ ବି ବଡ଼ ଜିନିଷ। ପ୍ରାର୍ଥନା କରୁଛି ସେଦିନ ଶୀଘ୍ର ଆସୁ। ଆସିବ ଶୁଭଲକ୍ଷ୍ମୀ, ମୋର ପୂରା ବିଶ୍ୱାସ ଅଛି। ବଡ଼ ସାଆନ୍ତାଣୀ, ଔଷଧ ଖାଇବାର ସମୟ ହୋଇଗଲା। ମୋ ଆଦିତ୍ୟ ଫେରିବ। ସେ ମୋତେ ଏମିତି ଅଧୁରା ଛାଡ଼ିଯାଇ ପାରିବ ନାହିଁ। ସାବିତ୍ରୀ, ଔଷଧ ଖାଇନିଅ। ଦେହ ଆହୁରି ଖରାପ ହୋଇଯିବ। ଔଷଧ? ମୋ ପୁଅକୁ ତୁମେ ଛଡ଼ାଇ ନେଲ? ଏବେ ଔଷଧ କେଉଁ କାମର? ମୁଁ କେବଳ ତାର ଭଲ ଚିନ୍ତା କରୁଥିଲି। ଭଲ ନୁହେଁ, କେବଳ ନିଜ ଇଜ୍ଜତ କଥା ଭାବିଲ ତୁମେ। ନିଜ ପୁଅର ଖୁସି କେବେ ବି ନୁହେଁ। ଶଯ୍ୟାରୁ ଉଠିଲେ ଚୌଧୁରୀ ବାବୁ। ଅବସ୍ଥା ଗୁରୁତର। ଶରୀରର କଷ୍ଟ ତ ଔଷଧ ଦ୍ୱାରା ସମ୍ଭାଳି ହେବ, କିନ୍ତୁ ହୃଦୟ ଉପରେ ଯେଉଁ ବୋଝ ଅଛି, ତାହା ବହୁତ ଗଭୀର। ସଫା ସଫା କୁହନ୍ତୁ ଡାକ୍ତର ବାବୁ, ତାଙ୍କ ମନ ଏବଂ ହୃଦୟ ଉପରେ ଭାଙ୍ଗି ଯାଇଛି। ଔଷଧ କେବଳ ଶରୀର ସମ୍ଭାଳି ପାରିବ, ଅସଲି ଔଷଧ ତ ତାଙ୍କ ପୁଅ। ଯଦି ସେ ନ ଫେରେ ତେବେ ଅବସ୍ଥା ସମ୍ଭାଳିବା କଷ୍ଟକର ହେବ। ସଫା କହୁଛି ଚୌଧୁରୀ ବାବୁ, ଏବେ ନିଷ୍ପତ୍ତି ସମୟର ନୁହେଁ। ମୁଁ କ'ଣ କରିଦେଲି? ନିଜ ପୁଅକୁ ନିଜ ହାତରେ ଦୂରକୁ ଠେଲିଦେଲି। ଇଜ୍ଜତକୁ ସବୁଠାରୁ ଉପରେ ବୋଲି ଭାବିଲି। ଆଉ ଆଜି ସେଇ ଇଜ୍ଜତ? ସାବିତ୍ରୀ, ତୁମେ ଠିକ୍ କହୁଥିଲ। ଭୁଲ ମୋର ଥିଲା, ବହୁତ ବଡ଼ ଭୁଲ। ଏବେ ହିଁ ସହର ଯାଅ, ଆଦିତ୍ୟକୁ ଖୋଜ, ଆଉ ଯେମିତି ବି ହଉ ତାକୁ ଏଠାକୁ ନେଇ ଆସ। ଆଜ୍ଞା ଚୌଧୁରୀ ବାବୁ, କିନ୍ତୁ ଯଦି ସେ ଆସିବାକୁ ମନା କରିଦିଅନ୍ତି ତେବେ? ମନା କରିବ ନାହିଁ, ବାସ୍ ଏତିକି କହିବ ତା ମାଆର ଅବସ୍ଥା ବହୁତ ସଙ୍କଟାପନ୍ନ। ତାକୁ ଏବେ ହବଳି ଆସିବାକୁ ପଡ଼ିବ। ଏବେ ବାହାରୁଛି ଆଜ୍ଞା, ଶୀଘ୍ର କର। ଏବେ ଆଉ ଅପେକ୍ଷା ମୋ ଦ୍ୱାରା ହେବ ନାହିଁ। କାକା, ଆଦିତ୍ୟ ଭାଇଙ୍କୁ ଫେରାଇ ଆଣୁଛନ୍ତି ଆପଣ? କିନ୍ତୁ ଭାବନ୍ତୁ, ସେ ନିଜ ଇଚ୍ଛାରେ ଘର ଛାଡ଼ିଥିଲେ। ଏତେ ଶୀଘ୍ର କ୍ଷମା?
କାଳେ ଘରର ଇଜ୍ଜତ ଉପରେ ପ୍ରଶ୍ନ ନ ଉଠେ। ରଜତ, ଏହା ମୋ ପୁଅ ଏବଂ ମୋ ସ୍ତ୍ରୀର ଜୀବନର କଥା। ଇଜ୍ଜତର ଦୋହାଇ ଦେବା ଏବେ ବନ୍ଦ କର। ଆଜ୍ଞା। ଆଜ୍ଞା କାକା, ମୋର ଅର୍ଥ ଖରାପ ନଥିଲା। ଏବେ କୌଣସି ପରାମର୍ଶ ଦରକାର ନାହିଁ ମୋତେ। ଚାକରକୁ ତୁରନ୍ତ ପଠାଅ। ହାତରୁ ଖସିଯାଉଛି ସବୁକିଛି। ଆଉ କିଛି ଅଧିକ ହିଁ ଥକି ଯାଇଥିବା ପରି ଲାଗୁଛନ୍ତି ଆପଣ। ହଁ, ଅଫିସରେ ଆଜି ମୁଣ୍ଡ ଉପରେ ବୋଝ ଥିଲା। କେବଳ ଅଫିସ କଥା ନା ଆଉ କିଛି ବି? କେଜାଣି କାହିଁକି ଆଜି ମା ବହୁତ ମନେ ପଡ଼ୁଛନ୍ତି। ହୃଦୟ ଭାରି ଭାରି ଲାଗୁଛି। ମୁଁ ପ୍ରତିଦିନ ତାଙ୍କ ପାଇଁ ପ୍ରାର୍ଥନା କରେ। ଗୋଟିଏ ଦିନ ନିଶ୍ଚୟ ତାଙ୍କୁ ଭେଟିବା ପାଇଁ। ଆମେ ଆଦିତ୍ୟ ବାବୁ। ଆଦିତ୍ୟ ବାବୁ, ମୁଁ ହିଁ ଅଟେ। କୁହନ୍ତୁ, କ'ଣ କଥା? ବାବୁ ପଠାଇଛନ୍ତି ମୋତେ। ଆପଣଙ୍କ ମାଙ୍କ ଦେହ ବହୁତ ଖରାପ। ଆପଣଙ୍କୁ ଏବେ ହିଁ ହବେଳି ଯିବାକୁ ପଡ଼ିବ। ବାବୁ, କ'ଣ ଖବର? ଅଙ୍କଲ, ମାଙ୍କ ଦେହ ଖରାପ ହୋଇଯାଇଛି। ଆମକୁ ଏବେ ହିଁ ବାହାରିବାକୁ ପଡ଼ିବ। ମୁଁ ବି ସାଥିରେ ଯିବି। ହଁ, ଆମେ 3 ଜଣ ଯାକ ଯିବା। ଭଗବାନ ରକ୍ଷା କରନ୍ତୁ। ଏବେ ଆଉ ଡେରି କର ନାହିଁ ବାବୁ। ବ୍ୟସ୍ତ ହୁଅନ୍ତୁ ନାହିଁ। ସବୁ ଠିକ୍ ହୋଇଯିବ। ଡର ଲାଗୁଛି ଶୁଭଲକ୍ଷ୍ମୀ। ଯଦି ମାଙ୍କର କିଛି ହୋଇଗଲା ତେବେ ମୁଁ ନିଜକୁ କେବେ କ୍ଷମା କରିପାରିବି ନାହିଁ। ଆପଣ ତାଙ୍କ ପାଖକୁ ଯାଉଛନ୍ତି, ଏହା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଔଷଧ। ସାହସ ରଖନ୍ତୁ। ଏତେ ଦିନ ତାଙ୍କୁ ଏକୁଟିଆ ଛାଡ଼ି ଦେଇଥିଲି ମୁଁ। ଏବେ ତାଙ୍କ ପାଖକୁ ଯାଉଛି ବାବୁ, ତାହା ହିଁ ମୂଲ୍ୟବାନ। ସାଥିରେ ଆସିବି। ପ୍ରଥମେ ମାଙ୍କୁ ଭେଟିନିଏ, ତାପରେ ତୁମ ଦୁହିଁଙ୍କୁ ଡାକିବି। ଦ୍ୱାର ଖୋଲୁଛି ମା। ମା, ପୁଅ, ତୁ ସତରେ ଆସିଗଲୁ? ମୋର ବିଶ୍ୱାସ ହେଉନାହିଁ। ହଁ ମା, ଏବେ ଆଉ କୁଆଡ଼େ ଯିବି ନାହିଁ। ସବୁଦିନ ପାଇଁ ଏଇଠି ଅଛି। ମୁଁ ଭାବି ନେଇଥିଲି ଯେ ଏବେ ତୋତେ ଶେଷ ଥରେ ବି ଦେଖିପାରିବି ନାହିଁ। କ୍ଷମା କରିଦିଅ ମା, ପରିସ୍ଥିତି ବାଧ୍ୟ କରିଥିଲା। କିନ୍ତୁ ଏବେ ମୁଁ ତୁମ ପାଖରେ ଅଛି ସବୁଦିନ ପାଇଁ। ଆଦିତ୍ୟ, ବଡ଼ବାବୁ, ପୁଅ, କ୍ଷମା କରିଦିଅ ମୋତେ। ବହୁତ ବଡ଼ ଭୁଲ ହୋଇଗଲା ମୋ ଦ୍ୱାରା। ଇଜ୍ଜତକୁ ସବୁଠାରୁ ଉପରେ ଭାବୁଥିଲି। କିନ୍ତୁ ଆଜି ବୁଝିଲି ପୁଅଠାରୁ ବଡ଼ କୌଣସି ଇଜ୍ଜତ ନାହିଁ। ବଡ଼ବାବୁ, ମୁଁ ବି ରାଗରେ ବହୁତ କିଛି କହିଦେଇଥିଲି ସେଦିନ। ନା, ଭୁଲ କେବଳ ମୋର ଥିଲା। ନିଜ ଅହଙ୍କାରରେ ଏତେ ବୁଡ଼ି ଗଲି ଯେ ନିଜ ପୁଅକୁ ହିଁ ହରାଇ ବସିଲି। ଫେରି ଆସ ପୁଅ। ଏ ହବେଳି ତୋ ବିନା ଶୂନ୍ୟ ପଡ଼ିଯାଇଛି। ବଡ଼ବାବୁ, ମୁଁ ଫେରିଛି ନି। ରଜତ, ଗୋଟିଏ କଥା ସଫା ସଫା ପଚାରିବାର ଅଛି। ସେଦିନ ଯାହା ତୁ କହିଥିଲୁ କି ଆଦିତ୍ୟ ଏବଂ ଶୁଭଲକ୍ଷ୍ମୀଙ୍କୁ କ୍ଷେତରେ ଦେଖିଲୁ, ସତରେ ଗାଁର ଭଲ ପାଇଁ କହିଥିଲୁ ନା ତୋର ଅନ୍ୟ କୌଣସି ଉଦ୍ଦେଶ୍ୟ ଥିଲା? କାକା, ମୁଁ ବଡ଼ବାବୁ, ରଜତ ଭାଇ ପ୍ରଥମରୁ ହିଁ ମୋତେ ଈର୍ଷା କରନ୍ତି। ଯେଉଁଦିନ ମୁଁ ଫେରିଥିଲି ସେହିଦିନ ତାଙ୍କ ଈର୍ଷା ସଫା ଦେଖିପାରିଥିଲି। କ୍ଷମା କରିଦିଅନ୍ତୁ କାକା। ମୋତେ ଲାଗିଲା ଆଦିତ୍ୟ ଭାଇ ଚାଲିଗଲେ ତେବେ ଏ ହବେଳି, ଏ ସମ୍ପତ୍ତି, ରଜତ ନିଜ ଘରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ରଚିଲୁ ତୁ କେବଳ ଜମି ଲୋଭରେ। କିନ୍ତୁ ଆଜି ଗୋଟିଏ କଥା ବୁଝିଲି ମୁଁ। ଯେଉଁ ସମ୍ପର୍କର ମୂଳଦୁଆ ସତ୍ୟ ଉପରେ ଥାଏ ତାକୁ କୌଣସି ଷଡ଼ଯନ୍ତ୍ର ଦୋହଲାଇ ପାରିବ ନାହିଁ। ଭୁଲ ମାନିନେଲି କାକା। ହୃଦୟରୁ ଅନୁତାପ କରୁଛି। କ୍ଷମା ଦେଉଛି। କିନ୍ତୁ ମନେ ରଖିବୁ, ଏ ଘରେ ଏବେ ଅଧିକାର ଓ ଭାଗ ନିୟତ ଆଉ ପରିଶ୍ରମରୁ ମିଳିବ, ଷଡ଼ଯନ୍ତ୍ରରୁ ନୁହେଁ। ଚାଲ ଭିତରକୁ। ବଡ଼ବାବୁ ନିଜେ ଡାକିଛନ୍ତି। ଡର ଲାଗୁଛି ଆଦିତ୍ୟ? ଡର ନାହିଁ, ମୁଁ ଅଛି ନା ତୁମ ସାଥିରେ। ଅଙ୍କଲ, ଆସନ୍ତୁ। ଆସ ହରିହର। ଯାହା ହେଲା ସେଥିପାଇଁ ତୋତେ କ୍ଷମା ମାଗୁଛି। ନିଜ ଅହଙ୍କାରରେ ଏତେ ଅନ୍ଧ ହୋଇଯାଇଥିଲି ଯେ ପୁଅର ଖୁସି ଦେଖାଯିବା ବନ୍ଦ ହୋଇଯାଇଥିଲା। ଏଣିକି ଆସ, ମୋତେ କ୍ଷମା କରିଦେ। ହରିହର, ଗୋଟିଏ କଥା ଆହୁରି ଅଛି। ମନେ ଅଛି ମୁଁ କହିଥିଲି ଏ ଜମି ଆମର ଇଜ୍ଜତ, ଆମ ବାପା ଅଜାଙ୍କର ପରିଶ୍ରମ। ଆଜି ସେହି ଜମିରୁ ଏକ ଅଂଶ ତୋ ନାମରେ କରିବାକୁ ଚାହେଁ। ସାଆନ୍ତେ, ଏହା ତ ବହୁତ ବଡ଼ କଥା। ମୁଁ ଏହା କେମିତି ନେଇପାରିବି? ନେଇପାରିବୁ, ଆଉ ନେବାକୁ ହିଁ ପଡ଼ିବ। ଯେଉଁଦିନ ତୁ ମୋ ପୁଅକୁ ନିଜ ଘରେ ଆଶ୍ରୟ ଦେଇଥିଲୁ ସେହିଦିନ ତୁ ଏ ଜମିର, ଏ ପରିବାରର ହକଦାର ବନିଯାଇଥିଲୁ। ଇଜ୍ଜତ ବାଣ୍ଟିଲେ କମେ ନାହିଁ ହରିହର ବଡ଼େ। ଆଜିଠାରୁ ଏ ଜମି କେବଳ ମୋର ନୁହେଁ, ତୋର ମଧ୍ୟ। ବାବା, ଆଜି ଲାଗିଲା ଆମ ପରିଶ୍ରମର, ଆମ ଝାଳର ମଧ୍ୟ କେଉଁଠି ମୂଲ୍ୟ ଅଛି। ଆଜିଠାରୁ ଏ ହବେଳି, ଏ ଜମି ଦୁଇ ଘରର ମିଳିତ ଐତିହ୍ୟ। ଆଦିତ୍ୟ, ସତରେ ସବୁ ଠିକ୍ ହୋଇଗଲା। ଏବେ ସବୁ ଠିକ୍ ଅଛି। ଏବେ ଆମେ ଘରକୁ ଫେରି ଆସିଛୁ।
ମୋର ମଧ୍ୟ ଡର ଥିଲା ଶୁଭଲକ୍ଷ୍ମୀ, କିନ୍ତୁ ଆଜି ବଡ଼ବାବୁଙ୍କ କଥା ବିଶ୍ୱାସ ଜଣେଇଦେଲା ସତ୍ୟ ଭଲ ପାଇବା ଶେଷରେ କେବେ ବି ହାରେ ନାହିଁ। ଏତେ ଦିନ ଭାବୁଥିଲି ଯେ ବୋଧହୁଏ ଏ ଦିନ କେବେ ଆସିବ ନାହିଁ। ଆପଣଙ୍କ ମା ମୋତେ ଆଜି ଝିଅ କହିଲେ, କାରଣ ଏବେ ତୁମେ କେବଳ ମୋର ସ୍ତ୍ରୀ ନୁହେଁ, ଏ ଘରର ବୋହୂ ମଧ୍ୟ। ଏବେ କୌଣସି ଡର ଲାଗୁନାହିଁ ଆଦିତ୍ୟ, ଏବେ କେବେ ବି ଲାଗିବ ନାହିଁ। ମୁଁ ଅଛି ନା ସବୁବେଳେ ତୁମ ସାଥିରେ। ତ ଦର୍ଶକ ବନ୍ଧୁ, ଏହି କାହାଣୀରୁ ଆମେ ଏଇଆ ଶିଖିଲୁ ଯେ ସମ୍ପର୍କ କେବେ ଧନ, ଅହଙ୍କାର କିମ୍ବା ସମ୍ପତ୍ତିକୁ ନେଇ ଗଢ଼ା ହୁଏ ନାହିଁ। ସତ୍ୟତା ଏବଂ ନିଃସ୍ୱାର୍ଥପର ଆଗରେ ଅହଙ୍କାର ଦିନେ ନା ଦିନେ ମୁଣ୍ଡ ନୁଆଁଇଥାଏ। ଯେଉଁଠି ତ୍ୟାଗ ଥାଏ, ଶେଷରେ ପ୍ରେମ ହିଁ ସବୁବେଳେ ଜିତିଥାଏ। ଆଜିର କାହାଣୀଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ଆଉ ମୋ କାହାଣୀକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର।